ବର୍ତ୍ତମାନର ବଡ଼ ଖବର ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ। ପାଟଣା ଥାନା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ଦଇବାହାଳି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ଦଇବାହାଳି ଗ୍ରାମର ଲକ୍ଷ୍ମଣ ନାୟକ, ଯାହାଙ୍କର ବୟସ 65 ବର୍ଷ ବୋଲି ଜଣାପଡ଼ିଛି। ପ୍ରବଳ ଗରମ ହେଉଥିବାରୁ ସେ ସନ୍ଧ୍ୟାବେଳେ ରାଜାବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ତାଙ୍କର ଗୋଡ଼ ଖସିଯିବାରୁ ଗଭୀର ପାଣି ଭିତରକୁ ପଶିଯାଇ ବୁଡ଼ି ଯାଇଥିଲେ। ଖବର ପାଇ ପାଟଣା ଦମକଳ ବାହିନୀ ଓ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଭୀର ପାଣି ଭିତରୁ ଲକ୍ଷ୍ମଣ ନାୟକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ଶରୀରକୁ ପାଟଣା ଡାକ୍ତରଖାନାକୁ ଅଣାଯାଇଥିଲା। ମଧ୍ୟରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ କରାଯାଇ ନଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। କେଉଁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।